ଏଇ କାହାଣୀଟି ଆନନ୍ଦପୁର ଜଙ୍ଗଲର କଥା। ସେହି ଜଙ୍ଗଲରେ ଗୋଟିଏ କାଳୁ କାଉ ଓ ତା ସ୍ତ୍ରୀ ଓ ତା ଛୁଆ ସହିତ ରହୁଥିଲା। ଆଉ କାଳୁ କାଉଟି ସେହି ଜଙ୍ଗଲର ସମସ୍ତ ମଧ୍ୟ କପଡ଼ା ସିଲେଇ କରି ସିଏ ତାର ପେଟ ପୋଷୁଥିଲା। ଆଉ କାଳୁ କାଉଟି ସେହି ଜଙ୍ଗଲରେ ବହୁତ ମଧ୍ୟ ଗରିବ ଚଢ଼େଇଟିଏ ଥିଲା। ବାପା ମା ଆଉ ତମେ ଯାଉନ ଶୋଇପଡ଼ିବ, ଦେଖୁନ କେତେ ରାତି ମଧ୍ୟ ହେଇଗଲାଣି। ହଁ ଝିଅ, ଆଉ ଦୁଇଟା ଲଗା ଅଛି ଯେ ତାକୁ ମଧ୍ୟ ମୁଁ ତିଆରି କରିଦିଏ, କାରଣ କାଲି ଗ୍ରାହକ ଆସି ମଧ୍ୟ ଆମଠାରୁ ନେଇକି ଯିବେ। ଆଉ ଆଜି ଏଇ କପଡ଼ାଟା ମୁଁ କାଟି ଦେଇଛି, ତମେ ଖାଲି ଟିକେ ସିଲେଇ କରିଦିଅ। ଆଉ ଏଇଭଳିରେ ସେ ସ୍ୱାମୀ ସ୍ତ୍ରୀ ମଧ୍ୟ ବହୁତ କାମ କରନ୍ତି, କାରଣ ତା ଝିଅଟି ମଧ୍ୟ ଦିନକୁ ଦିନ ବହୁତ ବଢ଼ିବାକୁ ଲାଗିଲାଣି। ଆଉ ଏଇଭଳିରେ କିଛି ଦିନ ମଧ୍ୟ ବିତିଯାଏ। ଆଉ ସୁନେରୀ ଚଢ଼େଇଟି ମଧ୍ୟ ବଡ଼ ହୋଇଯାଇଥିଲା। ଆଉ ଗୋଟିଏ ଦିନ କାଳୁ କାଉ ମଧ୍ୟ ସେ ବାଟ ଦେଇ ଘରକୁ ଯାଉଥିଲା। ସିଏ ମଧ୍ୟ ଦେଖିବାକୁ ପାଏ ଯେ ଆଉ ଗୋଟିଏ ଗଛ ପାଖରେ ବସି ଦୁଇ ଚଢ଼େଇ ମଧ୍ୟ କଥା ହେଉଥାନ୍ତି। ଆରେ ହଉଛି ଦେଖ, ଯାଉଛି ସେ କଳା କାଉ। ଆଉ ସେ ଝିଅ ଜନ୍ମ କରିବା ଜାଗାରେ ଯଦି ପୁଅଟିଏ ଜନ୍ମ କରିଥାନ୍ତା, ସିଏ ଆଜି ଏତେ ହଇରାଣ ମଧ୍ୟ ପାଇନଥାନ୍ତା। ଆଉ ମୋତେ ଯାହା ଲାଗୁଛି ସିଏ ତା ଝିଅଟିକି କିପରି ମଧ୍ୟ ବାହାଘର କରିବ କେଜାଣି। ତା ପାଖରେ ତ ପଇସା ପତ୍ର ନାହିଁ, ଆଉ ସେ ମୋ ଛୁଆଟି ମଧ୍ୟ ବହୁତ ଗରିବଟିଏ। ଆଉ କାଳୁ କାଉଟି ଏ କଥା ଶୁଣି ସେ ମଧ୍ୟ ଚୁପଚାପ ଘରକୁ ଆସେ ଭାରି। ଆଉ ସିଏ ଘରେ ଆସି ତା କାମରେ ମଧ୍ୟ ଲାଗି ପଡ଼େ। ଟୁନଟୁନି ଚଢ଼େଇ ତା ପାଖକୁ ଆସି କହେ, ଆଉ ତମେ ସିଆଡ଼ୁ ଆସିଲ ଆଉ ନ ଖାଇ ପିଇ କ'ଣ ଆସି କାମରେ ଲାଗି ପଡ଼ିଲ? ଆଉ କ'ଣ ହେଇଛି ତମର? ଆଉ ତା ବୟସର ଛୁଆମାନେ ମଧ୍ୟ ଗାଁରେ ବାହାଘର ହେଇଗଲେଣି। ଆଉ ତାକୁ ଆମେ କିପରି ମଧ୍ୟ ବାହାଘର କରିବା? ଆମ ପାଖରେ ତ ଖାଇବା ପାଇଁ ପଇସାଟିଏ ନାହିଁ। ଆଉ ଆମେ ଏତେ ବଡ଼ ଝିଅକୁ କିପରି ମଧ୍ୟ ବାହା କରିବା, ସେ କଥା ମୋତେ ବହୁତ ଚିନ୍ତା ଲାଗୁଛି। ତମେ ଚିନ୍ତା ମଧ୍ୟ କର ନାହିଁ, ଆଉ ତମେ ଭଗବାନଙ୍କୁ ଭରସା କର, ସବୁ କିଛି ଠିକ୍ ହୋଇଯିବ। ମା ବାପା, ଆଉ ମଧ୍ୟ ମୁଁ କିଛି ରୋଷେଇ କରିଛି, ଆଉ ଚାଲ ସେଇଟା ଆମେ କିଛି ମଧ୍ୟ ଖାଇଦେବା। ସିନାରୀ ଚଢ଼େଇଟି ମଧ୍ୟ କିଛି ରୋଷେଇ କରି ଆଣିଥିଲା। ଆଉ ସେକୁ ମଧ୍ୟ ମା ଝିଅ ତିନିହେଁ ଯାକ ମଧ୍ୟ ସେଇଠି ଆସି ବସି ପଡ଼ନ୍ତି। ଆଉ ସେହି ସମୟରେ କାଳୁ କାଉଟି ତାକୁ ମାନିକି କହେ, ମୁଁ ଖାଇବିନି, ତମେ ଦୁହେଁ ମଧ୍ୟ ଖାଇଦିଅ, ମୁଁ ଖାଇକି ଆସିଛି। ଆଉ ସିଏ ଏଥିପାଇଁ ମଧ୍ୟ କାଳୁ କାଉ ଖାଇଲା ନାହିଁ କି କମ୍ ଅଛି ବୋଲି, କାରଣ ଏତିକିରେ ତ ମୋ ପେଟ ପୁରିବନି, ଆଉ ତାଙ୍କମାନଙ୍କ ପେଟ କ'ଣ ପୁରିବ। ଆଉ ସେହି ସମୟରେ ଗୋଟିଏ ବୁଢ଼ୀ ପାରା ଆସି ମଧ୍ୟ ତାଙ୍କ ବାଟ ମୁହଁରେ ପହଞ୍ଚିଲା। ପାରାଟିର ଦେହ ମଧ୍ୟ ବହୁତ ଖରାପ ଥିଲା। ମୋତେ କିଏ ଟିକେ ସାହାଯ୍ୟ କର, ଆଉ ଏ ଗରିବକୁ କିଏ ଯୋଡ଼ିଏ ଖାଇବା ପାଇଁ ଦିଅ। ଆଉ କାଳୁ କାଉଟି ସେ ମଧ୍ୟ ବୁଢ଼ୀକୁ ଆଣି ତା ଘରେ ମଧ୍ୟ ଖାଇବା ପାଇଁ ଦିଏ। ତମେ ଏତେ ରାତି ହେଲାଣି କୁଆଡ଼େ ବୁଲୁଛ? ପୁଅ, ଏତେ ବଡ଼ ଜଙ୍ଗଲରେ ମୁଁ ସମସ୍ତଙ୍କୁ ମାଗି ମାଗି ଆସିଲି, ହେଲେ ମୋତେ ଖାଇବା ପାଇଁ କେହି ଯୋଡ଼ିଏ ମଧ୍ୟ ଦେଲେ ନାହିଁ। ସେ ମା ଛୁଆ ତିନିହେଁ ଯାକ ଗରିବ ହୋଇଥିଲେ, ହେଲେ ମଧ୍ୟ ସିଏ ବହୁତ ଦୟାଳୁ ଥିଲେ। ଆଉ ସିଏ ତାଙ୍କ ଖାଇବା ସିଏ ସେହି ବୁଢ଼ୀ ପାରାକୁ ମଧ୍ୟ ଦେଇଦେଲେ। ମାମା, ଆପଣ ଏଇ ଖାଇବା ଖାଇଦିଅନ୍ତୁ, ଆଉ ତମକୁ ବହୁତ ଭୋକ ଲାଗୁଥିଲା ନା? ମୁଁ ଜଙ୍ଗଲରେ ସମସ୍ତଙ୍କୁ ମଧ୍ୟ ମାଗି ମାଗି ଆସିଲି। ଆଉ ଜଙ୍ଗଲରେ ମଧ୍ୟ ସମସ୍ତେ ବହୁତ ଧନୀ, ହେଲେ ମୋତେ କେହି ମଧ୍ୟ ଖାଇବା ପାଇଁ ଦେଲେନି। ଆଉ ତମେ ଏତେ ଗରିବ ହୋଇ ମୋତେ ଖାଇବା ପାଇଁ ଯୋଡ଼ିଏ ଦଉଛ। ଏସବୁ କଥା କହି ସେ ବୁଢ଼ୀ ପାରାଟି ମଧ୍ୟ ଗୋଟିଏ ପରୀରେ ପରିବର୍ତ୍ତ ହୋଇଯାଏ। ଆଉ ତମେ ଯାଦୁଇ ପରୀ? ହଁ ହଁ, ମୁଁ ଜଣେ ଯାଦୁଇ ପରୀ। ତମେ ଏତେ ଭଲ ଘର, ଆଉ ମଧ୍ୟ ତମର ପରିବାର ବହୁତ ଭଲ। ଆଉ ତମେ ଏତେ ଗରିବ ହୋଇଥିବାରୁ ମୁଁ ତମକୁ ମଧ୍ୟ ଗୋଟିଏ ବରଦାନ ଦଉଛି। ଆଉ ତମେ ମୋ ନାଁ କହି ଯେଉଁ ଜିନିଷ ମଧ୍ୟ ଧରି ନେବ, ସେ ମଧ୍ୟ ଗୋଟିଏ ପରୀ ରୂପରେ ପରିବର୍ତ୍ତନ ହୋଇଯିବ। ଓ କାଳୁ କାଉ, ତମେ ମଧ୍ୟ ଯେକୌଣସି ମୋ ନାଁ ଧରି ଧରି ତମେ ଯେକୌଣସି ଜିନିଷ ଉପରେ ମଧ୍ୟ ହାତ ଲଗେଇଦେବ, ସିଏ ମଧ୍ୟ ସୁନାରେ ବଦଳିଯିବ। କାଳୁ କାଉଟି ମଧ୍ୟ ଟ୍ରାଏ କରିବା ପାଇଁ ଏହିପରି ସେ ମଧ୍ୟ ଗୋଟିଏ ବାହାର କଲା। ଆଉ ସେଠାରେ ସେ ମଧ୍ୟ ସେ ଯାଦୁର ପରୀ ନାଁ ନେଲା। ଆଉ ସେ କପଡ଼ା ମଧ୍ୟ ସୁନାରେ ପରିବର୍ତ୍ତନ ହୋଇଗଲା। ତମର ବହୁତ ବହୁତ ଧନ୍ୟବାଦ ପରୀ। ଆଉ ଆପଣ ମଧ୍ୟ ଆମକୁ ବହୁତ କିଛି ସାହାଯ୍ୟ କଲେ। ପରୀ ଦିଦି, ଆପଣ ମଧ୍ୟ ବହୁତ ଭଲ। ତମେ ମୋ ମା ବାପାର ମଧ୍ୟ ଦୁଃଖ କଷ୍ଟକୁ ଦୂରେଇ ଦେଲ। ଆଉ ତମେ ତିନି ଜଣ ମା ଛୁଆ ବହୁତ ମଧ୍ୟ ଖୁସି ବାସିରେ ଏଇ ଜଙ୍ଗଲରେ ଖୁସିରେ ରୁହ। ଏଇ କଥା କହି ସେ ପରୀ ମଧ୍ୟ ସେଠାରୁ ଗାୟବ ହୋଇଗଲା।
ଆଉ କାଳୁ କାଉଟି ସେ ସୋନପରି ନାଁ ନେଇ ମଧ୍ୟ ଗୋଟିଏ ପଥର ଉପରେ ହାତ ଲଗେଇଦେଲେ ସେ ପଥର ମଧ୍ୟ সোনাରେ ପରିବର୍ତ୍ତନ ହୋଇଯାଏ। ଆଉ ଏଇଭଳିରେ ସେମାନେ ସେହି ଜଙ୍ଗଲରେ ବହୁତ ଖୁସିରେ ମଧ୍ୟ ଜୀବନଯାପନ ବିତାଇଲେ।